ଜୟ ଜଗନ୍ନାଥ। ଆମେ ଏବେ ଅଛୁ ନନ୍ଦେୟା ଆନ୍ଧ୍ରପ୍ରଦେଶରେ, ଯେଉଁଠିକି ଏବେ ଚାଲିଛି 4th ସେମିଷ୍ଟର ବିଇଡି ଏକ୍ଜାମ ରାୟଲସୀମା ୟୁନିଭର୍ସିଟିର 2023-25 ବ୍ୟାଚ୍ର। ବର୍ତ୍ତମାନ ସବୁ ବିଇଡି ଆଡ଼ମିସନ୍ ସବୁ ଚାଲିଛି। ତେଣୁ ଆମର ଇନଷ୍ଟିଚ୍ୟୁଟ୍ ଜଗନ୍ନାଥ କୋଚିଂ ଅଫ୍ ଏଜୁକେସନ୍ କଟକ, ଅଲଗା ଜାଗାରେ ସବୁ ବ୍ରାଞ୍ଚ ଅଛି। ତେଣୁ ଆପଣମାନେ ଚାହିଁଲେ, ଯଦି ଆପଣମାନଙ୍କ ମନରେ ଗୋଟେ ଆସୁଥିବ ଯେ ମୁଁ ଗୋଟେ ଟିଚର୍ ହେବି, ତେଣୁ ବିଇଡି ପ୍ରୋଗ୍ରାମ୍ ଗୋଟେରେ ଜଏନ୍ କରିବି, ସେଥିପାଇଁ ଆପଣମାନଙ୍କୁ ହେଉଛି ବିଭିନ୍ନ ସାଙ୍ଗଠାରୁ ହଉ, ବିଭିନ୍ନ ଅନୁଷ୍ଠାନରୁ ସବୁ ବୁଝିଥାନ୍ତି ଆପଣମାନେ, କି ସୋସିଆଲ ମିଡ଼ିଆରୁ ବୁଝିଥାନ୍ତି। କିନ୍ତୁ ମୋ ମତରେ ଯଦି ଆପଣମାନେ ଭଲ ଅର୍ଗାନାଇଜେସନରେ, ଭଲ ଇନଷ୍ଟିଚ୍ୟୁସନରେ, ଭଲ ୟୁନିଭର୍ସିଟି ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣମାନେ ୟୁନିଭର୍ସିଟି ବିଷୟରେ ଆପଣଙ୍କ କିଛି ଆଇଡ଼ିଆ ଆସିବା ଦରକାର। କ'ଣ ବିଭିନ୍ନ ପ୍ରକାର ୟୁନିଭର୍ସିଟି ରହୁଛି ଆପଣଙ୍କର। ଆନ୍ଧ୍ର ଷ୍ଟେଟ୍ରେ ଆନ୍ଧ୍ର ୟୁନିଭର୍ସିଟି, ଆଚାର୍ଯ୍ୟ ନାଗାର୍ଜୁନ, ୟୋଗୀ ବେମନ, ରାୟଲସୀମା, ଆନ୍ଧ୍ର କେଶରୀ, ଏଇସବୁ ଆଉ ବି ଅନ୍ୟ ଇନଷ୍ଟିଚ୍ୟୁସନ୍ ଯେଉଁ ୟୁନିଭର୍ସିଟି ଅଛି। ତେଣୁ ଆପଣମାନେ ଯଦି ଚାହୁଁଛନ୍ତି, ତାହେଲେ ଆପଣମାନେ ମୋ ମତରେ ଛୋଟ ୟୁନିଭର୍ସିଟି ମାନଙ୍କରେ କଲେ କୌଣସି ପ୍ରୋବ୍ଲେମ୍ ନାହିଁ। କିନ୍ତୁ ମଝିରେ ମଝିରେ ସେମାନେ ହେଉଛନ୍ତି ଏଇ ଫି ଷ୍ଟ୍ରକ୍ଚର ପାଇଁକି, ଆପଣ ଜାଣିକି ଆପଣ ପେପର ଲେଖିଥିବେ, ଆପଣଙ୍କ ବ୍ୟାକ୍ ରଖିଦେବେ, ରିଚେକିଂ କଲେ ପୁଣି ଆପଣଙ୍କ କ୍ଲିୟର ହେବ। ଏଗୁଡ଼ାକ ପିଲାମାନଙ୍କ ମନରେ ହେଉଛି ଆଘାତ ସୃଷ୍ଟି କରେ ଯେ ଆମେ ଏକ୍ଜାମ୍ ଦେବା ଭିତରେ ମୋର ପୁଣି ବ୍ୟାକ୍ ରହିଗଲା। କିନ୍ତୁ ଆପଣ ଯଦି ଲେଖିଥିବେ ନିଶ୍ଚିତ ଭାବରେ କ୍ଲିୟର ହେବ ରିଚେକିଂରେ। ତେଣୁ ବଡ଼ ବଡ଼ ୟୁନିଭର୍ସିଟିରେ କଲେ, ପୁରୁଣା ୟୁନିଭର୍ସିଟି ମାନଙ୍କରେ କଲେ, ଆପଣ ସେଠି କ'ଣ ନା ଯଦି ଆପଣ ଲେଖିଥିବେ ନିଶ୍ଚିତ ଭାବରେ ଥରେ କରି କ୍ଲିୟର ହେବ। ଏଇଟା ଗୋଟେ। ତେଣୁ ବର୍ତ୍ତମାନ ସବୁ ଫି ସବୁଠି ଅଧିକା। ତେଣୁ ଆପଣମାନେ ଯଦି ଚାହୁଁଛନ୍ତି ତାହେଲେ ଯେଉଁଠି ବି କରନ୍ତୁ, କିଛି ପ୍ରୋବ୍ଲେମ୍ ନାହିଁ। କିନ୍ତୁ ମୋ ମତରେ ଆନ୍ଧ୍ର ୟୁନିଭର୍ସିଟି କରନ୍ତୁ, ନହେଲେ ଆଚାର୍ଯ୍ୟ ନାଗାର୍ଜୁନ କରନ୍ତୁ, ଏମାନେ ଯେଉଁଠି ବି କରନ୍ତୁ, ଆପଣ ପ୍ରଥମେ ହେଉଛି ଡିଟେଲ୍ସ ବୁଝିବେ ଠିକ୍ସେ। ତାର ଆପ୍ଲିକେସନ୍ ହେରିକା ଆପଣଙ୍କର NCT ଆପ୍ରୁଭାଲ୍ ଅଛି ନା ନାହିଁ, ଆଉ ଆପଣ ଯଦି ଆଡ଼ମିସନ୍ କିଛି ସେସନ୍ 25-27 ଆସି ଅଧା ହେଇଗଲାଣି, ସରିବା ଉପରେ ପ୍ରାୟ ହେଲାଣି। ତେଣୁ ଆପଣମାନେ ଯଦି ଆଡ଼ମିସନ୍ କରିବା ବିଇଡ଼ି ଚାହୁଁଛନ୍ତି, ବିଇଡ଼ି କ'ଣ ବିପିଏଡ଼୍, MED ମଧ୍ୟ ଆମେ ଆଡ଼ମିସନ୍ କରୁଛୁ। ଯଦି ଚାହୁଁଛନ୍ତି ତାହେଲେ ଆମର କଟକ ସ୍ଥିତ ଜଗନ୍ନାଥ କୋଚିଂ ଅଫ୍ ଏଜୁକେସନ୍ ଆଉ ଆମର ଯେଉଁ ବ୍ରାଞ୍ଚେସ୍ ସବୁ ଅଛି, ଆସିକିରି କଣ୍ଟାକ୍ଟ କରନ୍ତୁ। ଜୟ ଜଗନ୍ନାଥ।